এই কারণটাকে আমি অনুসন্ধান করিয়াকু চাহুଛୁ এবং সেইটি আমি সে অনুসন্ধান কলা পরে কোউথিপাই এতে থেলা পরে সেমানে কাহিଁକି ଦଳ ଛାଡୁଛନ୍ତି। ସାତରେ ବିଜେପିର ମହାମିଶ୍ରଣ ପର୍ବ। ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ ଗଡ଼ ରକ୍ଷା କରିପାରିବେ ତ ପ୍ରଫୁଲ୍ଲ? ହଁ ଦର୍ଶକ ବନ୍ଧୁ, ଭଦ୍ରକ ଜିଲ୍ଲାରେ ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ ବିଜେଡିକୁ ବଞ୍ଚାଇବା ପାଇଁ ଭଣ୍ଡାରୀ ପୋଖରୀ ବିଧାୟକ ସଙ୍କଟ ମୋଚନ ସାଜିଥିଲେ। ମାତ୍ର ତାଙ୍କର ରାଜନୀତିରେ ପରିପକ୍ୱତା ନଥିବାରୁ ସେ ଦଳ ପାଇଁ ସଙ୍କଟ ମୋଚନ ହୋଇପାରିଲେ ନାହିଁ। ଦଳ ଆଉ ତାଙ୍କ ଉପରେ ଭରସା କରିପାରିଲା ନାହିଁ। ଦଳ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ଜାଣିବା ପରେ ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରୁ ଡାକରା ଆସିଲା। ଦଳର ନେତା ନବୀନ ନିବାସ ଯାଇ ଭଦ୍ରକ ଜିଲ୍ଲାରେ ଦଳକୁ ବଞ୍ଚାଇବା ପାଇଁ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଉପରେ ଭରସା କରାଯାଇଛି। ନବୀନ ଦଳକୁ ଭଦ୍ରକରେ ବଞ୍ଚାଇବା ପାଇଁ ପ୍ରଫୁଲ୍ଲଙ୍କୁ ଦାୟିତ୍ୱ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରଫୁଲ୍ଲଙ୍କ ପୁତ୍ର ଲୁଲୁ ଦଳ ଛାଡ଼ି ବିଜେପି ମୁହାଁ ହୋଇଥିବା ବେଳେ ତାଙ୍କ ନେତୃତ୍ୱରେ ଦଳର 4 ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ି ଏବେ ବିଜେପିରେ ମିଶିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଫୁଲ୍ଲ କ'ଣ ତାଙ୍କ ପୁଅ ଲୁଲୁକୁ ମନାଇ ଦଳକୁ ଫେରାଇ ପାରିବେ? 4 ବ୍ଲକ ଅଧ୍ୟକ୍ଷ ଆଉ କ'ଣ ବିଜେଡିକୁ ଫେରିବେ କି? ଆଉ କ'ଣ ଲୁଲୁ ଫଟାହାଣ୍ଡିରେ କାଦୁଅ ନେସିବାକୁ ଚାହିଁବେ କି? ଏଭଳି ପ୍ରଶ୍ନ ଏବେ ଭଦ୍ରକ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆଗାମୀ ଦିନରେ ଭଦ୍ରକ ରାଜନୀତି କେଉଁ ଆଡ଼କୁ ଯାଉଛି? ପାଖାପାଖି 60ରୁ 70 ସରପଞ୍ଚ ସମିସଭ୍ୟ ଏବଂ ବିଭିନ୍ନ ପଦାଧିକାରୀ ବିଭିନ୍ନ ଦଳରୁ ଆସି ଆମ ଦଳରେ ସାମିଲ ହେବେ। ଆଗାମୀ 7 ତାରିଖ ଦିନ ଗାନ୍ଧୀପଡ଼ିଆ ପାଖାପାଖି ଏକ ଷ୍ଟେଜ୍ ବନ୍ଧାଯିବ। ଆସନ୍ତା 7 ତାରିଖରେ ଭଦ୍ରକରେ ବିଜେପିର ହେବାକୁ ଥିବା ମହାମିଶ୍ରଣ ପର୍ବରେ 50ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ ମିଶିବା ପାଇଁ ଯେଉଁ ଯୋଜନା ଚାଲିଛି ତା ବାସ୍ତବରେ କାର୍ଯ୍ୟକାରୀ ହେବ ନା ପ୍ରଫୁଲ୍ଲ ବିଜେଡି ଦାୟିତ୍ୱ ନେବା ପରେ ବିଜେପିକୁ ଯିବାକୁ ବସିଥିବା ନେତାଙ୍କୁ ବ୍ରେକ୍ ଦେବେ? ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ ସମୂହ ଇସ୍ତଫା ଘଟଣା ଓ ଇସ୍ତଫା ପରେ ମିଶ୍ରଣକୁ ନେଇ ଚର୍ଚ୍ଚା ଭଦ୍ରକ ଜିଲ୍ଲା ରାଜନୀତିକୁ ଅଧିକ ଉଷ୍ମ କରିଛି। ଭଦ୍ରକ ଜିଲ୍ଲାରେ 4 ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ିବା ବିଜେଡିକୁ ଏକ ଶକ୍ତ ଧକ୍କା ଦେଇଛି। ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏବେ 2ଟି ପ୍ରସଙ୍ଗ ଉପରେ ରାଜନୈତିକ ସମୀକ୍ଷା ମତ ରଖିଛନ୍ତି। ହଁ ଦର୍ଶକ ବନ୍ଧୁ, ତେବେ ଦେଖିବାକୁ ବାକି ରହିଲା ବିଜେଡି ଦୁର୍ଗ ଭାଙ୍ଗି ଯାଉଥିବା ବେଳେ ଗଡ଼ ରକ୍ଷା କରିପାରିବେ ତ ପ୍ରଫୁଲ୍ଲ? ଦ ରିପୋର୍ଟ 3KYT।